ଯିଏ ଯାହା କହିବାର ଅଛି ମୋ ଆଗରେ କହୁନ, ପଛରେ କାହିଁ କହୁଛ? ଯେବେ ଦମ ଅଛି ମୋ ସାମ୍ନାରେ କୁହ। ଆରେ କାହାକୁ ଏମିତି ଦମ ଦେଖେଇ ପକଉଛ? ହେଇ ତମ ପଡିଶା ଘର ଭାଉଜ। ମୋ ଭାଉଜ ନୁହଁ, ତମ ଭାଉଜ। କାରଣ ଏକା ସାଙ୍ଗରେ ବସ, ଗୁଲି ଖଟି କର। ମୁଁ ତାଙ୍କ ସାଙ୍ଗରେ ବସେନି କି ଗୁଲି ଖଟି କରେନି ବା। ଆରେ କଣ ହେଲା ଯେମିତି ଘର ଘର ହଉଛ? ଆରେ ସେ ମୋ ନାଁରେ ଚୁଗୁଲି କରୁଥିଲେ, ମୋ କାନରେ ବାଜିଗଲା। ମୁଁ ତାଙ୍କୁ କହିଲି ଯେବେ ଦମ ଅଛି ମୋ ଆଗରେ କୁହ, ମୋ ପଛରେ କୁହନି। ଆରେ ଗୋଟେ କଥା ଶୁଣ, ମାଛି ମାଛି ମାନେ ଗୋଟେ ହେଲା ଖାଲି ମାଛି, ଆଉ ଗୋଟେ ହେଲା ମହୁମାଛି। ଖାଲି ମାଛି କଣ କରେ? ଅପରିଷ୍କାର ଜାଗା ବସେ, ମାନେ ଇଆଡେ ସିଆଡେ ବସେ। ସିଏ ଯେତେବେଳେ ଆସିକି ଆମ ଖାଦ୍ୟରେ ବସେ, ଆମେ ସେ ଖାଦ୍ୟକୁ ଖାଉ, କଣ ହୁଏ? ଆମ ଦେହ ଖରାପ ହୁଏ ନା ହୁଏନି? କାରଣ ସେ ଅପରିଷ୍କାର ଜାଗାରେ ବସିଲା। ଆଉ ସେ ଖାଦ୍ୟ ସେ ଜାଗାରେ ଯଦି ଆମ ଖାଦ୍ୟରେ ବସି ଖାଇବୁ ବସିଲା, ତ ଆମେ ସେଇ ଖାଦ୍ୟ ଯଦି ଆମେ ଖାଇବା, ତାହେଲେ କଣ ହବ? ଆମ ଦେହ ଖରାପ ହବନି? ଆଉ ସେଇଥିପାଇଁ ଆମେ କଣ କରୁଛେ? ମାଛିଠୁ ଦୂରେଇକି ରହୁଛେ। ଆଉ ରହିଲା ମହୁମାଛି। ଆରେ ମାଛି ଦି ପ୍ରକାର, କିନ୍ତୁ ଗୋଟେ ମାଛି ଆଉ ଗୋଟେ ମହୁମାଛି। ମହୁମାଛି କଣ କରୁଛି? ଫୁଲରେ ବସୁଛି। ସେ କଣ ହଉଛି? ମିଠା ମିଠା ଖାଦ୍ୟ ଶୋଷିକି ଆଣୁଛି। ଆଉ ସେ ମିଠା ମିଠାରୁ ଆମର କଣ ହଉଛି? ମହୁ ତିଆରି ହଉଛି। ଆଉ ସେ ମହୁକୁ ଆମେ ଖାଇଲେ କଣ ଲାଗୁଛି? ଭଲ ଲାଗୁଛି ନା ଭଲ ଲାଗୁନି? ସେ ମହୁ ଖାଇଲେ ଆମ ସ୍ୱାସ୍ଥ୍ୟ ଭଲ ରହୁଛି ନା ନାଇଁ? ଦେହ ପାଇଁ ହିତ ନା ନାଇଁ? କଣ ବୁଝିପାରିଲ ନା ବୁଝିପାରିଲନି? ମାଛି ଆଉ ମହୁମାଛି, ଏ ଦି ଜଣଙ୍କ କାମ କଣ? ଏଟା ବୁଝିପାରିଲ ନା ବୁଝିପାରିଲନି? ଫରକ ଏତିକି, କିଏ କୋଉ ଜାଗାରେ ବସୁଛି। କାରଣ ମାଛି ଖରାପ ଜାଗାରେ ବସୁଛି ବୋଲି ଆମ ଦେହ ଖରାପ କରୁଛି, କିନ୍ତୁ ମହୁମାଛି ଭଲ ଜାଗାରେ ବସୁଛି ବୋଲି ଆମ ଦେହକୁ ହିତ କରୁଛି। ତେଣୁ ତମେ ଯଦି ବସୁଛ ଖରାପ ଜାଗାରେ, ତାହେଲେ ଆଶା କରୁଛ କେମିତି ଭଲ? ଆଁ? କେମିତି ଆଶା ଭଲ କରୁଛ କହିଲ? ଆରେ ଦିନ ରାତି ତ ତାଙ୍କରି ସାଙ୍ଗରେ ସବୁବେଳେ ବସିବ। ଆଙ୍କରି ସାଙ୍ଗରେ ବସିକି ସାଇ ଯାଙ୍କର କଥା ନେଇକି ତାଙ୍କ ପାଖରେ ପକେଇବ। କା ଝିଅ ପଳେଇଲାଣି, ତାଙ୍କ ଘରେ କେତେଟା ସୋରିଷ ଫୁଟିଲା, ତାଙ୍କ ଘରେ କଣ ଗଣ୍ଡଗୋଳ ହେଲା, ତାଙ୍କ ଘରେ କାହିଁ ପାଟୁତୁଣ୍ଡ ହେଲା। 24 ଘଣ୍ଟା ଖାଲି ଟୁପୁର ଟାପର ଆ ତା ବିଷୟରେ ଖାଲି 24 ଘଣ୍ଟା ଖାଲି ତମର ଚାଲିଥିବ କଥାବାର୍ତ୍ତା। ଆରେ ତମେ ଯେମିତି ଅନ୍ୟମାନଙ୍କ ପଛରେ ତମେ ଟୁପୁଟା ଭାଇ କଥାବାର୍ତ୍ତା ହଉଛ, ଠିକ ସେମିତି ତମେ ଆସିଲା ପରେ ସେ ତମ ନା ନିଶ୍ଚୟ ଟୁପୁଟା ଭାଇ କଥାବାର୍ତ୍ତା ହେବେ। ଏଥିରେ ଖରାପ ଭାବରେ କଣ ଅଛି କହିଲ? ଶୁଣ, ଯଦି ଭଲ ଚାହୁଁଛ, ତାହେଲେ ମହୁମାଛି ହୁଅ। ଆରେ ଭଲ ଜାଗାରେ ବସିଲେ ଇଜ୍ଜତ ଟିକେ ମିଳିବ। ଆଉ ଯଦି ତାଙ୍କ ମାନ ପାଖରେ ବସିବ, ଏମିତି ଟାଉ 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 ହଉଥିବ, ଆଉ ତା ନା ଗପୁଥିବ, ଏମିତି ଦିନ ଯାଉଥିବ। ଆଉ ଏମିତି ପଛେ ପଛେ ଶୁଣୁଥିବ, ଏମିତି ଆସିକି ଜାଗାରେ କହୁଥିବ। ଆଉ ତା ଛଡା କିଛି ପାଇବନି। କହିଲେ କଣ ନା ମୋ ନାଁରେ କଥା ହଉଛନ୍ତି।